ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ଅଧିକ ଗ୍ୟାସ୍ ରଖିଲେ 7 ବର୍ଷ ଜେଲ୍। ଭାରତରେ ନାହିଁ ଏଲ୍‌ପିଜି ସଂକଟ। ଏଲ୍‌ପିଜି କଳାବଜାରୀ ଓ ମହଜୁଦକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି। ଦେଶରେ ପ୍ରଚଳିତ ଆଇନ ଅନୁସାରେ ଗୋଟିଏ ପରିବାରରେ ଅତି ବେଶୀରେ 2ଟି ଗ୍ୟାସ୍ ସିଲିଣ୍ଡର ରହିପାରିବ। ଗୋଟିଏ ଗ୍ୟାସ୍ ସିଲିଣ୍ଡର ଷ୍ଟୋଭରେ ଲାଗିଥିବ ଓ ଅନ୍ୟଟି ଜରୁରୀକାଳୀନ ଆବଶ୍ୟକତା ପାଇଁ ରଖାଯାଇଥିବ। ତାଠାରୁ ଅଧିକ ସିଲିଣ୍ଡର ରଖିବାର ଅନୁମତି ନାହିଁ। ପରବର୍ତ୍ତୀ ଖବର, ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଆଶ୍ୱାସନା। ଦେଶରେ ତୈଳ ଓ ଗ୍ୟାସର ସଂକଟ ନାହିଁ। ଗଲା 5 ଦିନ ଭିତରେ ଦେଶରେ ଏଲ୍‌ପିଜି ଉତ୍ପାଦନ 28% ବୃଦ୍ଧି ପାଇଛି। ଗ୍ରାହକମାନେ ଚିନ୍ତା ପ୍ରକଟ କରି ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ। ପରବର୍ତ୍ତୀ ଖବର, ଭାରତ ପାଇଁ ଖୋଲିବ ହର୍ମୁଜ୍ର ଦ୍ୱାର। ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପାରସ୍ୟ ଉପସାଗରରେ ଜାରି ରହିଥିବା ଉତ୍ତେଜନା ଏବଂ ସାମୁଦ୍ରିକ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରୁଥିବା ବେଳେ ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫତହାଲି ଏକ ବଡ଼ ସଂକେତ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ବିଶ୍ୱର ଅତି ଗୁରୁତ୍ୱପୂର୍ଣ୍ଣ ସପିଂ ରୁଟ୍ ହୋର୍ମୁଜ ଷ୍ଟ୍ରେଟ୍ ଦେଇ ଭାରତକୁ ସୁରକ୍ଷିତ ଯାତାୟାତ ପାଇଁ ଅନୁମତି ମିଳିପାରେ। ପରବର୍ତ୍ତୀ ଖବର, ରାଜ୍ୟରେ ଉପରମୁହାଁ ପାରଦ। ଆସନ୍ତା 48 ଘଣ୍ଟା ପାଇଁ ହିଟ୍ ୱେଭ୍ ଜାରି। ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ। ଗତକାଲି 40 ଡିଗ୍ରୀ ପାର କରିଛି ଦିନ ତାପମାତ୍ରା। ଗତ 23 ଘଣ୍ଟାରେ ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା। ସେଠାରେ ତାପମାତ୍ରା 40.8 ଡିଗ୍ରୀ ସେଲସିୟସ୍ ରେକର୍ଡ ହେବା ସହ 4ଟି ସ୍ଥାନରେ 39 ଡିଗ୍ରୀ ଉପରେ ରହିଥିଲା ଦିନ ତାପମାତ୍ରା। ଆସନ୍ତା 48 ଘଣ୍ଟା ପାଇଁ ହିଟ୍ ୱେଭ୍ ସମ୍ଭାବନା। ପରବର୍ତ୍ତୀ ଖବର, ଟମାଟୋ 250, ପିଆଜ 175। ଯୁଦ୍ଧରେ ଜଳୁଛି ମଧ୍ୟପ୍ରାଚ୍ୟ ପ୍ରଭାବିତ ଅନେକ ଦେଶ। ହର୍ମୁଜ ପ୍ରଣାଳୀ ଦେଇ ତୈଳବାହୀ ଜାହାଜ ଯିବା ଆସିବା ଉପରେ ପ୍ରତିବନ୍ଧକ ବିଭିନ୍ନ ଦେଶକୁ ସଙ୍କଟ ଆଡ଼କୁ ଟାଣି ନେଇଛି। ସାରା ଦୁନିଆରେ ଉତ୍ତେଜନା ଲାଗି ରହିଥିବା ବେଳେ ୟୁଏଇରେ ଦର ବୃଦ୍ଧି ଜନତାଙ୍କ ମେରୁଦଣ୍ଡ ଭାଙ୍ଗିଲାଣି। ବିଶେଷ କରି ଟମାଟୋ ଓ ପିଆଜ ଦର ବୃଦ୍ଧି ଲୋକଙ୍କ ପେଟକୁ ବାଧୁଛି। ପରବର୍ତ୍ତୀ ଖବର, ପିଲାମାନଙ୍କ ପାଇଁ ଡିଜିଟାଲ ବ୍ୟାନ୍ ଦାବି। ଓଡ଼ିଶାରେ ବ୍ୟାନ୍ ହେବ କି ସୋସିଆଲ ମିଡିଆ? ଓଡ଼ିଶା ଆପଣାଇବ କି କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ମଡେଲ? ଶିଶୁମାନଙ୍କ ପାଇଁ ବ୍ୟାନ୍ ହେବ କି ସୋସିଆଲ ମିଡିଆ? ଏ କଥା ଆମେ କହୁନାହୁଁ, ବରଂ ବିଧାନସଭାରେ ଉଠୁଛି ଏହି ପ୍ରସଙ୍ଗ। 2025-26 ଅର୍ଥନୈତିକ ସର୍ଭେରୁ ଜଣାପଡ଼ିଛି ଯେ ଓଡ଼ିଶାର 2/3 ଶିଶୁ ଏବେ ଡିଜିଟାଲ ନିଶାରେ ଶିକାର ହେଉଛନ୍ତି। ଏନେଇ ଗୃହରେ ଉଦ୍ବେଗ ପ୍ରକାଶ କରିବା ସହ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ପରି ଶିଶୁଙ୍କ ପାଇଁ ଡିଜିଟାଲ ବ୍ୟାନ୍ ପାଇଁ ଦାବି ଉଠାଉଛନ୍ତି ବିଜେଡି ବିଧାୟିକା ସୁବାସିନୀ ଜେନା। ପରବର୍ତ୍ତୀ ଖବର, ମାସିକ ଋତୁସ୍ରାବ ସମୟରେ ଛୁଟି ଦିନ ପ୍ରଦାନ କରିବାକୁ ନେଇ ଦାଏର ହୋଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ନେଇ ମନା କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଏହି ମାମଲାକୁ ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସାମ୍ନାରେ ଉଠାଯାଇଥିଲା। ଏହି ଆବେଦନ ଶୈଳେନ୍ଦ୍ର ମଣି ତ୍ରିପାଠୀଙ୍କ ପକ୍ଷରୁ ଦାୟର ହୋଇଥିଲା, ଯେଉଁଥିରେ ସେ ସାରା ଦେଶରେ ଛାତ୍ରୀ ଓ କର୍ମଜୀବୀ ମହିଳାଙ୍କ ପାଇଁ ମାସିକ ଋତୁସ୍ରାବ ଛୁଟି ଦାବି କରୁଥିଲେ। ପରବର୍ତ୍ତୀ ଖବର, ମହଙ୍ଗା ହେବ ମୋବାଇଲ ଇଣ୍ଟରନେଟ୍। ଭାରତ
ସେହି ସମସ୍ତ ଦେଶ ମଧ୍ୟରୁ ଗୋଟିଏ ଯେଉଁଠାରେ ମୋବାଇଲ ଡାଟା ବହୁତ ଶସ୍ତା କିନ୍ତୁ ଆଗକୁ ଆହୁରି ମହଙ୍ଗା ହୋଇପାରେ ମୋବାଇଲ ଇଣ୍ଟରନେଟ୍ ବ୍ୟବହାର। ଭାରତରେ ଆଗାମୀ ସମୟରେ ମୋବାଇଲ ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିପାରେ। କେନ୍ଦ୍ର ସରକାର ମୋବାଇଲ ଡାଟା ବ୍ୟବହାର ଉପରେ ନୂଆ ଟ୍ୟାକ୍ସ ଲଗାଇବାର ବିକଳ୍ପ ଉପରେ ଚିନ୍ତା କରୁଛନ୍ତି। ପରବର୍ତ୍ତୀ ଖବର ଆଇପିଏଲ୍ ଖେଳିବେନି ହର୍ଷିତ ରାଣା ଆଇପିଏଲ୍ ଆରମ୍ଭ ପୂର୍ବରୁ ବଡ଼ ଝଟକା। ଚିନ୍ତାରେ କୋଲକାତା ନାଇଟ୍ ରାଇଡର୍ସ କେକେଆର୍। ଦ୍ରୁତ ବୋଲର ହର୍ଷିତ ରାଣା ଆଇପିଏଲ୍ 2026ରେ ଗୋଟିଏ ବି ମ୍ୟାଚ୍ ଖେଳିବେ ନାହିଁ। ଆଘାତ କାରଣରୁ ହର୍ଷିତ ରାଣା ଆଇପିଏଲ୍ ମ୍ୟାଚ୍ ଖେଳିବେ ନାହିଁ। ହର୍ଷିତଙ୍କୁ କୋଲକାତା ନାଇଟ୍ ରାଇଡର୍ସ 4 କୋଟି ଟଙ୍କାରେ କିଣିଥିଲା।